ଜଗନ୍ନାଥ ପିଲାମାନେ ଆଜି ଆମେ ସଂସ୍କୃତ ବଲ୍ଲରୀ ନବମ ଶ୍ରେଣୀ ସଂସ୍କୃତ ର ଗଦ୍ୟ ବିଭାଗ ରୁ ସମୟାନୁବର୍ତ୍ତିତା ଅଧ୍ୟୟନ କରିବା। ଆମର ଏଇ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟରେ ପିଲାମାନେ ସମସ୍ତେ ଖାତା ଆଉ ପେନ୍ ବାହାର କର, ଯାହା ବ୍ୟାକରଣ କୁହା ହଉଛି ତାକୁ ଲେଖ। ତାହେଲେ ଦେଖ, ସମୟାନୁବର୍ତ୍ତିତା, ସମୟ ଯୁକ୍ତ ଅନୁବର୍ତ୍ତିତା ଅର୍ଥାତ୍ ସମୟକୁ ଅନୁକରଣ କରିବା ହେଲା। ସବୁବେଳେ ସମୟ ସହିତ ଆମେ ନିଜକୁ ଖାପ ଖୁଆଇ ଚାଲିବା। ଯଦି ଆମେ ସମୟ ସହିତ ଖାପ ଖୁଆଇ ନ ଚାଲିବା ତାହେଲେ ସମୟ ତାର ଆଗେଇ ଯିବ, ଆମେ ପଛେଇ ଯିବା ନାଇଁ। ତେଣୁ ସବୁବେଳେ ସମୟକୁ ସଦୁପଯୋଗ କରିବା ଉଚିତ। ସେଥିପାଇଁ ଆମର ନବମ ଶ୍ରେଣୀରେ ଏହି ବିଷୟଟି ତୁମ ପାଇଁ ରଖାଯାଇଛି। ଏବେ ଚାଲ ଦେଖିବା ଲେଖକଙ୍କ ବିଷୟରେ। କିଏ ସେ ସମୟାନୁବର୍ତ୍ତିତାର ରଚୟିତା? ଦେଖ, ଅୟମ୍ ବିଷୟଃ ଡକ୍ଟର କୁମାରଚନ୍ଦ୍ର ମିଶ୍ରେଣ ରଚିତଃ। ଅୟମ୍ ବିଷୟଃ, ଏହି ବିଷୟଟି ଡକ୍ଟର କୁମାରଚନ୍ଦ୍ର ମିଶ୍ରେଣ ରଚିତଃ, ଡକ୍ଟର କୁମାରଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ରଚିତ। ରଚିତ ରଚ ଯୁକ୍ତ ତ। ଇଦାନୀନ୍ତନ ସମାଜେ, ବର୍ତ୍ତମାନ ସମାଜରେ, ବର୍ତ୍ତମାନ ସମୟରେ, ଜନେଷୁ ଅର୍ଥାତ୍ ଲୋକମାନଙ୍କ ମଧ୍ୟରେ, ସମୟାନୁବର୍ତ୍ତିତାୟାଃ, ସମୟାନୁବର୍ତ୍ତିତାର ଷଷ୍ଠୀ ବ୍ୟକ୍ତି ଅଛି, ନିତରାମ୍, ନିତରାମ୍ କହିଲେ ସମ୍ପୂର୍ଣ୍ଣ ଭାବରେ, ପୁରାପୁରି, ଅଭାବଃ ଦୃଶ୍ୟତେ, ଅଭାବ ପରିଲକ୍ଷିତ ହେଉଛି। ବୁଝିଲା ପିଲାମାନେ? ବର୍ତ୍ତମାନ ଜଣେ ଦେଖାଯାଉଛି ଯେ ଲୋକମାନଙ୍କ ଭିତରେ ସେ ସମୟାନୁବର୍ତ୍ତିତା ଆଉ ନାହିଁ। ତେଣୁ ସମୟାନୁବର୍ତ୍ତିତା କସ୍ୟଚିତ୍ ପ୍ରତିଷ୍ଠିତ ଜନସ୍ୟ, ଏଇ ଯୋଉ ସମୟାନୁବର୍ତ୍ତିତା ଗୁଣଟି ଏଇଠି କସ୍ୟଚିତ୍, ଯେ କୌଣସି ପ୍ରତିଷ୍ଠିତ ଜନସ୍ୟ, ଜଣେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିର ମହାନ ଗୁଣ, ଗୋଟେ ଭଲ ଗୁଣ, ମହତ୍ ଗୁଣ ହେଲା। ସମୟାନୁବର୍ତ୍ତିତା ହଉଛି ଯେକୌଣସି ପ୍ରତିଷ୍ଠିତ ବ୍ୟକ୍ତିର ଗୋଟେ ଭଲ ଗୁଣ। ସେଇ ସମୟାନୁବର୍ତ୍ତିତା ଦ୍ୱାରା ହିଁ ସେମାନେ ପ୍ରତିଷ୍ଠିତ ହୋଇପାରିଛନ୍ତି। ତେଣୁ ଛାତ୍ରାଣାମ୍ ସ୍ୱଭାବ ପରିବର୍ତ୍ତନାୟ, ପିଲାମାନଙ୍କର ଛାତ୍ରାଣାମ୍ ସ୍ୱଭାବ ପରିବର୍ତ୍ତନାୟ, ସ୍ୱଭାବକୁ ବା ଚରିତ୍ରକୁ ପରିବର୍ତ୍ତନ କରିବା ପାଇଁ, ଅୟମ୍ ବିଷୟଃ, ଏହି ବିଷୟଟି, ପୁସ୍ତକେ ଅସ୍ମିନ୍, ଏହି ପୁସ୍ତକରେ, ପୁସ୍ତକେ ଯୁକ୍ତ ଅସ୍ମିନ୍, ପ୍ରଦତ୍ତଃ, ପ୍ରଦାନ କରାଯାଇଛି। ପ୍ର ଯୁକ୍ତ ଦା ଯୁକ୍ତ ତ ହେଲା ପିଲାମାନେ। ତାହେଲେ ପିଲାମାନେ କିପରି ସମୟାନୁବର୍ତ୍ତିତା ହେବେ, ସେଇ ତାଙ୍କରି ପାଇଁ ଏଇ ବିଷୟଟି ଜାଣ ଦିଆଯାଇଛି ଯେ ସେମାନେ କେମିତି ଏଇ ଗୁଣଟିକୁ ଶିଖନ୍ତୁ। ବୁଝିଲା? ଦେଖ ତାହେଲେ, ମାଧବଃ, ଗୋଟେ ପିଲାଟିଏ ତୁମରି ଭଳିଆ, ମାଧବ ଗ୍ରାମ ବିଦ୍ୟାଳୟ, ଗାଁର ବିଦ୍ୟାଳୟରେ, ମାଧବ ହେଲା କର୍ତ୍ତରୀ ପ୍ରଥମା, ଗ୍ରାମ ବିଦ୍ୟାଳୟ ହେଲା, ଯଦି ସମାସ କରିବା, ଗ୍ରାମସ୍ୟ ବିଦ୍ୟାଳୟମ୍, ବିଦ୍ୟାଳୟଃ ତସ୍ମିନ୍, ନାଇଁ। ତାହେଲେ ଗ୍ରାମ ବିଦ୍ୟାଳୟରେ, ଷଷ୍ଠୀ ପୁରୁଷ ସମାସ। ଆଉ ଯଦି ବିଭକ୍ତି ନିର୍ଣ୍ଣୟ କରିବା, ସ୍ଥାନାଧିକରଣେ ସପ୍ତମୀ। ପାଠମ୍ ସମାପ୍ୟ, ପାଠମ୍, ମାଧବ ହେଲା କର୍ତ୍ତରୀ ପ୍ରଥମା, ପାଠମ୍ ହେଲା କର୍ମଣୀ ଦ୍ୱିତୀୟା ହେଲା। ସମାପ୍ୟ, ସମାପ୍ୟ ମାନେ ସାରି, ସମାପନ କରି, ପ୍ରକୃତି ପ୍ରତ୍ୟୟ କରିଦେବା, ସମ୍ ଯୁକ୍ତ ଆପ ଯୁକ୍ତ ଲ୍ୟପ୍, ସମାପ୍ୟ। ଉଚ୍ଚ ବିଦ୍ୟାଳୟମ୍ ଅଗଚ୍ଛତ୍, ସନ୍ଧି ବିଚ୍ଛେଦ କରିଦିଅ, ଉଚ୍ଚ ବିଦ୍ୟାଳୟମ୍ ଯୁକ୍ତ ଅଗଚ୍ଛତ୍। ପିଲାମାନେ, ମାଧବ ଗାଁର ବିଦ୍ୟାଳୟରେ ପାଠ ଶେଷ କରିସାରିବା ପରେ ଉଚ୍ଚ ବିଦ୍ୟାଳୟକୁ, ଉଚ୍ଚ ବିଦ୍ୟାଳୟ ତମେ ଜାଣିଛ ହାଇସ୍କୁଲ, ନାଇଁ। ତାହେଲେ ଉଚ୍ଚ ବିଦ୍ୟାଳୟକୁ ଅଗଚ୍ଛତ୍, ଅଗଚ୍ଛତ୍ କହିଲେ ଗଲା ପଢିବା ପାଇଁ। ଏକସ୍ମିନ୍ ଆବାସିକ ବିଦ୍ୟାଳୟ, ଏକସ୍ମିନ୍, ଏକଃ ଯୁକ୍ତ ଅସ୍ମିନ୍, ଏକସ୍ମିନ୍, କୌଣସି ଏକ, ଆବାସିକ ବିଦ୍ୟାଳୟ, ପିଲାମାନେ ଆବାସିକ ବୁଝିପାରୁଛ? ବାସେନ ସହ ବର୍ତ୍ତମାନ, ଆବାସିକ ଅର୍ଥାତ୍ ଯୋଉଠି ବାସ କରିବା ପାଇଁ ସୁବିଧା ଥାଏ, ହଷ୍ଟେଲ ଥାଏ, ଯୋଉଠି ଛାତ୍ରାବାସ ଥାଏ ହେଲା। ଆବାସିକ ବିଦ୍ୟାଳୟ, ଗୋଟେ ଛାତ୍ରାବାସ ଥିବା ବିଦ୍ୟାଳୟରେ, ନାମ ଉଲ୍ଲେଖମ୍ ଅକରତ୍, ନାମ ଯୁକ୍ତ ଉଲ୍ଲେଖମ୍ ଯୁକ୍ତ ଅକରତ୍, ତାହେଲେ ନାମ ଉଲ୍ଲେଖ କଲା ଅର୍ଥାତ୍ ନାମ ଲେଖାଇ ଦେଲା ହେଲା। ଗାଁ ବିଦ୍ୟାଳୟର ପାଠ ଶେଷ କରି କୌଣସି ଏକ ଉଚ୍ଚ ବିଦ୍ୟାଳୟରେ କଣ ହେଲା, ନାମ ଲେଖା ହେଲା ତାର। ତେଣୁ ସେ କୌଣସି ଗୋଟେ ଆବାସିକ ବିଦ୍ୟାଳୟରେ ହିଁ ନାମ ଲେଖା ହେଲା ତାର, କାରଣ ସେ ହଷ୍ଟେଲରେ ରହି ପାଠ ପଢିବ ହେଲା। ଯୋଉ ବାସଗୃହରେ
ଛାତ୍ରାବାସରେ ରହି ପାଠ ପଢିବ। ପିତା ବିଦ୍ୟାଳୟସ୍ୟ ଛାତ୍ରାବାସେ, ସେ ତାଙ୍କ ପିତା ବିଦ୍ୟାଳୟର ଛାତ୍ରାବାସରେ, ହେଲା, ବିଦ୍ୟାଳୟର ଛାତ୍ରାବାସରେ ଅର୍ଥାତ୍ ଯୋଉ ଆମେ ଇଂଲିଶରେ କହୁଛେ ହଷ୍ଟେଲରେ, ସ୍ତାତୁମ୍ ରହିବା ପାଇଁ, ସ୍ତା ଯୁକ୍ତ ତୁମୁନ୍ ସ୍ତାତୁମ୍ ରହିବା ପାଇଁ, ବ୍ୟବସ୍ଥା କୃତ୍ୱା ତାର ବ୍ୟବସ୍ଥା କରିଦେଇ, ସବୁ ପ୍ରକାର ଭାବରେ କଣ ଚେଷ୍ଟା କରିଦେଇକି, ସବୁ ପ୍ରକାର ସୁବିଧା କରିଦେଇକି, କୃତ୍ୱା କୃଯୁକ୍ତ ତ୍ୱା, ସର୍ବାଣୀ ସାଧନାନି ସମସ୍ତ ଜିନିଷ, ସମସ୍ତ ଆସବାବପତ୍ର, ତସ୍ମେଇ ଦତ୍ତବାନ ତାକୁ ଦେଇ ଆସିଲେ, ହେଲା, ତସ୍ମେଇ ଦତ୍ତବାନ, ଦା ଯୁକ୍ତ ତବତୁ, ତସ୍ମେଇ ହେଲା ଦାନାର୍ଥେ ଚତୁର୍ଥୀ, ହେଲା, ତାର ବାବା ତାଙ୍କର ସବୁ ପ୍ରକାର ସୁବିଧା କରିଦେଇକି ଆସିଲେ। ବିଦ୍ୟାଳୟସ୍ୟ ପ୍ରଥମ ଦିବସ, ବିଦ୍ୟାଳୟସ୍ୟ ବିଦ୍ୟା ଯୁକ୍ତ ଆଳୟସ୍ୟ, ନାଇଁ, ଆଳୟ ମାନେ ଗୃହ, ତାହେଲେ ବିଦ୍ୟାଳୟ ଅର୍ଥାତ୍ ଆମର ବିଦ୍ୟା ଘର ବା କଣ ପାଠଶାଳା। ବିଦ୍ୟାଳୟର ପ୍ରଥମ ଦିବସ, ବିଦ୍ୟାଳୟରେ ପ୍ରଥମ ଦିବସ, ପୂର୍ବସ୍ୟାମ ରାତ୍ରୌ ପୂର୍ବ ରାତ୍ରିରୁ, ପୂର୍ବସ୍ୟାମ ରାତ୍ରୌ ପୂର୍ବ ରାତ୍ରିରେ, ସୂଚନାମ୍ ପ୍ରାପ୍ତବାନ ତାକୁ ସୂଚନା ମିଳିଗଲା, ପ୍ରାପ୍ତବାନ ପ୍ର ଯୁକ୍ତ ଆପ୍ ଯୁକ୍ତ ତବତୁ, ତାହେଲେ ପୂର୍ବ ରାତ୍ରିରୁ ତାକୁ ସୂଚନା ଦିଆଗଲା ଯେ ନବବାଦନୀ କକ୍ଷାରମ୍ଭ, ନବବାଦନୀ ଠିକ 9ଟାରେ କକ୍ଷା ଆରମ୍ଭ, ମାନେ ଶ୍ରେଣୀ ଆରମ୍ଭ ହବ, ପଢା ଆରମ୍ଭ ହବ। ମାଧବ ବିଦ୍ୟାଳୟଂ ଗନ୍ତୁମ୍, ଗନ୍ତୁମ୍ ଗମ୍ ଯୁକ୍ତ ତୁମୁନ୍, ତାହେଲେ ମାଧବ କର୍ତ୍ତରୀ ପ୍ରଥମା, ବିଦ୍ୟାଳୟଂ କର୍ମଣୀ ଦ୍ୱିତୀୟା, ଗନ୍ତୁମ୍ ଯିବା ପାଇଁ, ମାଧବ ବିଦ୍ୟାଳୟକୁ ଯିବା ପାଇଁ, ଯଦା, ଯଦା କହିଲେ ଯେତେବେଳେ, ସଜ୍ଜୀ ଭବତି ସଜ ହଉଥିଲା, ହେଲା, ତୟାର ହଉଥିଲା ବା ପ୍ରିପେୟାର ହଉଥିଲା, ତଦା ନବବାଦନମ୍ ଅଭବତ୍, ସେତେବେଳେ 9ଟା ହିଁ ବାଜି ଯାଇଥିଲା, ଯେତେବେଳେ ତାର ଯାଇକି ସ୍କୁଲରେ ପହଞ୍ଚିବା କଥା ପିଲାମାନେ, ସେତେବେଳେ ସେ କଣ ହଉଥିଲା, ସଜ ହଉଥିଲା, ନାଇଁ, ସଜାସଜି କରୁଥିଲା, ସବୁ ଯିବ ବୋଲି ବାହାରୁଥିଲା, ସେତେବେଳେ 9ଟା ହିଁ ବାଜି ଯାଇଥିଲା। ଅନନ୍ତରମ୍ ଏହାପରେ, ସହ ସହ କହିଲେ ସେ, ମନ୍ଦମ୍ ମନ୍ଦମ୍ ବିଦ୍ୟାଳୟମ୍ ଅଗଚ୍ଛତ୍, ମନ୍ଦମ୍ ମନ୍ଦମ୍ ମାନେ ଧୀରେ ଧୀରେ, 1ରେ 9ଟା ବାଜି ଯାଇଥିଲା ଛାତ୍ରାବାସରେ ତାର ବାହାରୁ ବାହାରୁ, 2ରେ ପୁଣି ଧୀରେ ଧୀରେ ଯାଇ ବିଦ୍ୟାଳୟମ୍ ଅଗଚ୍ଛତ୍ ବିଦ୍ୟାଳୟକୁ ଗଲା। ଯାବତ୍ ଅସୌ, ଯାବତ୍ ଯୁକ୍ତ ଅସୌ, ଯାବତ୍ କହିଲେ ଯେତେବେଳେ ବା ଯେ ପର୍ଯ୍ୟନ୍ତ, ଅସୌ, ଅସୌ ମାନେ ଇଏ, କକ୍ଷା ସମୀପମ୍ ଅଗଚ୍ଛତ୍, କକ୍ଷା ସମୀପମ୍ ଯୁକ୍ତ ଅଗଚ୍ଛତ୍, ତାହେଲେ ଶ୍ରେଣୀ, କକ୍ଷା ମାନେ ଶ୍ରେଣୀ, ଶ୍ରେଣୀ ନିକଟକୁ ଗଲା, ତାବତ୍, ତାବତ୍ କହିଲେ ସେ ପର୍ଯ୍ୟନ୍ତ ବା ସେତେବେଳେ, ସର୍ବେ ଛାତ୍ରାଃ ସମସ୍ତ ଛାତ୍ରମାନେ, କକ୍ଷାୟାମ୍ ଉପସ୍ଥିତାଃ ଆସନ୍, କକ୍ଷାୟାମ୍ ଯୁକ୍ତ ଉପସ୍ଥିତାଃ, ହେଲା, କକ୍ଷାରେ ବା ଶ୍ରେଣୀରେ ଉପସ୍ଥିତ ଥିଲେ। ପାଠସ୍ୟ ଆରମ୍ଭଃ ଅପି ଅଭବତ୍, ପାଠସ୍ୟ ଯୁକ୍ତ ଆରମ୍ଭଃ, ତାହେଲେ ପାଠର ଆରମ୍ଭ ମଧ୍ୟ, ଅପି ମାନେ ମଧ୍ୟ, ଅଭବତ୍ ହୋଇଯାଇଥିଲା, ହେଲା, ପିଲାମାନେ ଯେତେବେଳେ ସେ ଶ୍ରେଣୀ ପାଖକୁ ଗଲା, ସେତେବେଳେ ଦେଖିଲା ଯେ କକ୍ଷା ଆରମ୍ଭ ହେଇଗଲାଣି। ଶିକ୍ଷକ ଗୁରୁ, ତସ୍ମେଇ, ତସ୍ମେଇ କହିଲେ ତାକୁ, କକ୍ଷାୟାମ୍ ଉପବେଷ୍ଟୁମ୍ ଅନୁମତିମ୍ ପ୍ରାଦଦାତ୍, କକ୍ଷାୟାମ୍ ଅର୍ଥାତ୍ କକ୍ଷାରେ, ହେଲା, ଉପବେଷ୍ଟୁମ୍ ମାନେ ବସିବା ପାଇଁ, ଅନୁମତିମ୍ ପ୍ରାଦଦାତ୍ ଅନୁମତି ପ୍ରଦାନ କରିଥିଲେ, କାରଣ ପ୍ରଥମ ଦିବସ ଥିଲା, ତେଣୁ ଗୁରୁ ତାକୁ କଣ ଶ୍ରେଣୀରୁ ଆଉ ମନା କଲେନି, ତାକୁ ବସିବା ପାଇଁ କଣ ଅନୁମତି ଦେଲେ, କାରଣ ସେ ବହୁତ ଡେରିରେ ହିଁ ଆସିଥିଲା, ହେଲା। ପରନ୍ତୁ ଅବଦତ୍ କିନ୍ତୁ କହିଲେ, ଭୋ ଛାତ୍ର, ହେ ଛାତ୍ର, ହେଲା, କିନ୍ତୁ କହିଲେ, ହେ ଛାତ୍ର ତୁମେ, ଭବାନ ଯଥାକାଳମ୍ ଆଗଚ୍ଛତୁ, ଭବାନ କହିଲେ କଣ, ତୁମେ ବା ଆପଣ, ଯଥାକାଳମ୍ ଠିକ ସମୟରେ ଆସନ୍ତୁ ବା ଆସ, ହେଲା, ତୁମେ ଠିକ ସମୟରେ ଆସ। ଅପରେ ଦିହୁ ଅନ୍ୟ ଏକ ଦିନ, ତା ପରଦିନ, ଯଥା ସମୟମ୍ କକ୍ଷାମ୍ ପ୍ରାପ୍ତୁମ୍, ଯଥା ସମୟମ୍ ବା ଠିକ ସମୟରେ, କକ୍ଷାମ୍ ପ୍ରାପ୍ତୁମ୍ କକ୍ଷାରେ ପହଞ୍ଚିବା ପାଇଁ, ଅସୌ ଚେଷ୍ଟାମ୍ ଅକରତ୍, ହେଲା, ତା ପରଦିନ ସେ ଶ୍ରେଣୀରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲା, ତଥାପି, ତଥା ଯୁକ୍ତ ଅପି, କେନାପି କାରଣେନ, କେନ ଯୁକ୍ତ ଅପି, କେନାପି କୌଣସି କାରଣ ହେତୁରୁ, କାରଣେନ ହେତୁ ତୃତୀୟା, ବିଳମ୍ବ ଯୁକ୍ତ ଅଭବତ୍,
ବିଳମ୍ବ ହୋଇଯାଇଥିଲା ହେଲା। ତେଣୁ ପ୍ରଥମ ଦିନ ତ ବିଳମ୍ବ କଲା, ଦ୍ୱିତୀୟ ଦିନ ବି କଣ ହେଲା, ଯେତେ ଚେଷ୍ଟା କରିକି ମଧ୍ୟ ତାର ବିଳମ୍ବ ହେଇଗଲା। ସ ଏଠି ସନ୍ଧି ବିଚ୍ଛେଦ କରିଦିଅ। ସହ ଯୁକ୍ତ ପୁନଃ ଯୁକ୍ତ ଚ। ସହ କହିଲେ ସେ, ପୁନଃ ମାନେ ପୁଣି ଥରେ, ଚ ମାନେ ଓ। ତାହେଲେ ଓ ସେ ପୁଣି ଥରେ ବି 10 ନିମିଷ ବିଳମ୍ବେନ, 10 ନିମିଷ ମାନେ 10 ମିନିଟ ବିଳମ୍ବେନ କକ୍ଷାୟାମ ଅଗଛତ ହେଲା। ସେ 10 ମିନିଟ ବିଳମ୍ବରେ ଯାଇ କକ୍ଷାରେ ପହଞ୍ଚିଲା ହେଲା, ଶ୍ରେଣୀରେ ପହଞ୍ଚିଲା। କକ୍ଷାମ ଯୁକ୍ତ ଅଗଛତ। ଶିକ୍ଷକ ପୁନରପି ଅବଦତ୍। ଶିକ୍ଷକ କର୍ତ୍ତରୀ ପ୍ରଥମା, ପୁନଃ ଯୁକ୍ତ ଅପି, ପୁନରପି ହେଲା। ପୁଣି ମଧ୍ୟ ଅବଦତ୍ କହିଲେ। ବତ୍ସ, ହେ ଶିଷ୍ୟ, ଭବାନ ଯଥାକାଳମ୍ ନାଗଚ୍ଛତି, ନାଗଚ୍ଛତି ସନ୍ଧି ବିଚ୍ଛେଦ କରିଦିଅ। ନ ଯୁକ୍ତ ଆଗଚ୍ଛତି। ତାହେଲେ ଶିକ୍ଷକ ପୁଣି ଥରେ କହିଲେ, ଅବଦତ୍ ମାନେ କହିଲେ, ହେ ଶିଷ୍ୟ ବା ହେ ଛାତ୍ର, ତୁମେ ଯଥାକାଳମ୍ ଠିକ ସମୟରେ, ନାଗଚ୍ଛତି ନ ଯୁକ୍ତ ଆଗଚ୍ଛତି ଅର୍ଥାତ୍ ଆସିନାହ, ଇତେ ମହତ୍ ଦୁଃଖମ୍, ଏହା ହଉଛି ଗୋଟେ ବଡ ଦୁଃଖର କଥା ହେଲା ପିଲାମାନେ। ତାହେଲେ ପ୍ରଥମ ଦିନ ସେ କଣ କଲା, ବିଳମ୍ବରେ ଯାଇକି ପହଞ୍ଚିଲା। ନାଇଁ, ଯେତେବେଳେ 9ଟାରେ ଯାଇକି ପହଞ୍ଚିବା କଥା, କିନ୍ତୁ ସେ 9ଟାରେ ଯାଇ ପହଞ୍ଚି ନଥିଲା, ଡେରି କରିଥିଲା। ତେଣୁ ଶିକ୍ଷକ କଣ କଲେ, ତାପରେ ଟିକେ ଅସନ୍ତୁଷ୍ଟ ହେଲେ। ଦ୍ୱିତୀୟ ଦିନ ବି ସେ କଣ କଲା ନା, ବାହାରିକି ଯାଉ ଯାଉକା ତାର 10 ମିନିଟ ବି ବିଳମ୍ବ ହେଲା। ତେଣୁ ଶିକ୍ଷକ ତାକୁ କହିଲେ ଯେ ଆଜି ତୁମେ ବି ଠିକ ସମୟରେ ଆସିଲ ନାହିଁ। ତେଣୁ ମାଧବ ଶିକ୍ଷକ ଦୁଃଖ ପ୍ରକାଶ କଲେ। ତାହେଲେ ଏହାପରେ ମାଧବ କଣ କଲା, ଆମେ ପୁଣି ଆର ପିରିୟଡରେ ଜାଣିବା। ଆଜି ପାଇଁ ଆମେ ଏଇଠି ହିଁ ରଖିବା ହେଲା। ତୁମେ ମାନେ ଏହାର ଯୋଉ ସନ୍ଧି, ସମାସ, ପ୍ରକୃତି ପ୍ରତ୍ୟୟ, ବିଭକ୍ତି ନିର୍ଣ୍ଣୟ ଏଗୁଡିକ ସବୁ ଟେକ୍ନିକରେ ଦେଖ ଏବଂ ତାକୁ ଅଭ୍ୟାସ କର। କାରଣ ସଂସ୍କୃତରେ ବ୍ୟାକରଣଟା ହଉଛି ମୁଖ୍ୟ ପିଲାମାନେ ହେଲା। ତାହେଲେ ଆଜି ଏଇଠି ରହିବା।